କାନ୍ଦି କାନ୍ଦି ଭାବବିହ୍ୱଳ ହେଲେ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କଲେ ଆଜିଙ୍କ୍ୟ ରାହାଣେ। ସମସ୍ତ ଫର୍ମାଟରୁ ନେଲେ ଅବସର, କହିଦେଲେ କାହିଁକି କାହା ପାଇଁ ନେଇଛନ୍ତି ଅବସର। ଏତେ ଦିନ ପରେ କ'ଣ ପାଇଁ ହଠାତ୍ ଇନ୍ଷ୍ଟାଗ୍ରାମରେ ପୋଷ୍ଟ କଲେ ସବୁ ଫର୍ମାଟରୁ ଅବସର ନେଇ। ଚାଲନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଖବର ଜାଣିବା। ଭିଡ଼ିଓ ଆରମ୍ଭ କରିବା ତା ପୂର୍ବରୁ ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ। ଦର୍ଶକ ବନ୍ଧୁ ଭାରତୀୟ କ୍ରିକେଟର ଆଜିଙ୍କ୍ୟ ରାହାଣେ ନିଜ ଇନ୍ଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଆନ୍ତର୍ଜାତିକ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପ୍ରାୟ 20 ବର୍ଷ କ୍ୟାରିୟର ପରେ ସେ କହିଛନ୍ତି ଯେ ଏବେ ନୂଆ ପିଢ଼ିକୁ ସୁଯୋଗର ସମୟ ଆସିଛି। ରାହାଣେ ଭାରତ ପାଇଁ 85 ଟେଷ୍ଟ, 20ଟି ଦିନିକିଆ, 20ଟି ଟି20 ମ୍ୟାଚ୍ ଖେଳିଛନ୍ତି। ବିଶେଷ କରି 2020ରେ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ ତାଙ୍କର ଅଧିନାୟକତ୍ୱରେ ଭାରତ ଏକ ଐତିହାସିକ ବିଜୟ ହାସଲ କରି ଯାହା ତାଙ୍କ କ୍ୟାରିୟରକୁ ସବୁଠାରୁ ବଡ଼ ସଫଳତା ମଧ୍ୟ ଗୋଟିଏ। ଅବସର ଘୋଷଣା ପରେ ବିରାଟ କୋହଲି ମଧ୍ୟ ରାହାଣେଙ୍କୁ ନିଜର ସବୁଠାରୁ ପସନ୍ଦର ବ୍ୟାଟିଂ କରି କହିଛନ୍ତି ଓ ସଚିନ ତେନ୍ଦୁଲକର ମଧ୍ୟ କହିଛନ୍ତି ଯେ ତାଙ୍କର ଶାନ୍ତ ସ୍ୱଭାବ ନେତୃତ୍ୱ ଦଳ ପ୍ରତି ଅବଦାନ ପ୍ରଶଂସା କରିବ। ରୋହିତ ଶର୍ମା ମଧ୍ୟ ଭାବପ୍ରବଣ ବାର୍ତ୍ତା ଦେଇ ତାଙ୍କ ସହିତ କଟାଥିବା ଦିନକୁ ସ୍ମରଣ କରିଥିଲେ। ସୋସିଆଲ ମିଡ଼ିଆରେ କ୍ରିକେଟ ପ୍ରେମୀଙ୍କ ରାହାଣେଙ୍କୁ ଜେଣ୍ଟଲମ୍ୟାନ୍ ଅଫ୍ କ୍ରିକେଟ ବୋଲି ବିଦାୟ ଜଣାଇ ଅଷ୍ଟ୍ରେଲିଆର ତାଙ୍କର ଐତିହାସିକ ଅଧିନାୟକତ୍ୱକୁ ସ୍ମରଣ କରିଛନ୍ତି। ରାହାଣେ କେବଳ ଜଣେ ବ୍ୟାଟର ନୁହନ୍ତି, ସେ ଥିଲେ ଜଣେ ଭରସାଯୋଗ୍ୟ ଫିଲ୍ଡର ମଧ୍ୟ। ସ୍ଲିପ୍ କର୍ଣ୍ଣରେ ତାଙ୍କ କ୍ୟାଚ୍ କ୍ଷମତା ଅନେକ ମ୍ୟାଚ୍ରେ ଭାରତକୁ ସଫଳତା ଦେଇଛି ଓ ତାଙ୍କ ଶାନ୍ତ ସ୍ୱଭାବ ମଧ୍ୟ ଭାରତକୁ ବହୁତ କିଛି ଶିକ୍ଷା ମିଳିଛି। ଅବସର ଘୋଷଣା ପରେ ବିରାଟ କୋହଲି, ରୋହିତ ଶର୍ମା, ସଚିନ ତେନ୍ଦୁଲକର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡ଼ିଆରେ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ଏକ ଭାବବିହ୍ୱଳ ପୋଷ୍ଟ ମଧ୍ୟ କରିଛନ୍ତି। ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ରାହାଣେ ଘରୋଇ କ୍ରିକେଟ କିମ୍ବା ଫ୍ରାଞ୍ଚାଇଜ୍ କ୍ରିକେଟରେ ଖେଳିବେ କି ନାହିଁ ସେ ନେଇ ପରବର୍ତ୍ତୀ ସମୟରେ ସ୍ପଷ୍ଟ ଆସିପାରେ। ଶେଷରେ ଆଜିଙ୍କ୍ୟ ରାହାଣେ ନାମ ସବୁବେଳେ ଭାରତୀୟ କ୍ରିକେଟରେ ଜଣେ ଶାନ୍ତ, ଦାୟିତ୍ୱବାନ ଏବଂ ସଫଳ ଟେଷ୍ଟ କ୍ରିକେଟର ଭାବ ବଢ଼ାଇ ମନେ ରହିବ। ତାଙ୍କ ଅବଦାନ ସମଗ୍ର କ୍ରିକେଟ ଜଗତ ମଧ୍ୟ ଧନ୍ୟବାଦ ଜଣାଉଛି। ତାଙ୍କ ସବୁଠୁ ବଡ଼ କଥା ହେଲା ସେ 85 ଟେଷ୍ଟ, 20ଟି ଦିନିକିଆ, 20ଟି ଟି20 ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟ କ୍ରିକେଟରେ ସେ 5000 ଅଧିକ ରନ୍ କରିଛନ୍ତି ଏବଂ 12ଟି ଶତକ ସହ ଅନେକ ସ୍ମରଣୀୟ ଇନିଂସ ମଧ୍ୟ ଖେଳିଛନ୍ତି। ବିଦେଶ ସିରିଜରେ ତାଙ୍କର ବ୍ୟାଟିଂ ସବୁବେଳେ ପ୍ରଶଂସାଯୋଗ୍ୟ। ଯାହାକି ହେଉଛି ସବୁଠୁ ବଡ଼ ଖବର ଯେ କି ତାଙ୍କୁ ଅବସର ଦିଆଯାଇଛି। କାହା ପାଇଁ ଓ କାହିଁକି ପରବର୍ତ୍ତୀ ନ୍ୟୁଜ୍ରେ ଆମେ ଜାଣିବା।